झाड़ा ହେଇକି ପେନ୍ ମାନେ ଓଡ଼ିଶା ଯାଇକି ଝାଡ଼ା ହେଇକି ମୋର ବୋଧେ କ'ଣ ପଳେଇଛନ୍ତି ଚାଲିକି ଭାବିନି ବାନ୍ତି ଆଣିବି। ଫ୍ରେଣ୍ଡସ୍ ଟାଇମ୍ ଆସି 1ଟା ବାଜିଲାଣି। ମୁଁ ଶୋଇ ପଡ଼ିଥିଲି। ଭାଇ ଫୋନ୍ କଲେ ଏବେ ଆସୁଛନ୍ତି। ଫ୍ଲାଇଟ୍ 3 ଘଣ୍ଟା ଲେଟ୍ ହେଇଗଲା। 4ଟା ବେଳେ ବସିବା କଥା, ଫ୍ଲାଇଟ୍ ଡିଲେ ହେଇକି 7ଟା ବେଳେ ଛାଡ଼ିଲା। ଭାଇ ଆସିକି ସେଠୁ କାର୍ରେ ଆସିଲା ବେଳକୁ ହେଇଗଲାଣି ଏତେ ଟାଇମ୍ 10ଟା 10:30 ଖଣ୍ଡ ବେଳେ ଓହ୍ଲେଇଲେ କେମ୍ପେଗଡ଼ାରେ। ଓହ୍ଲେଇକି ଆସୁଛନ୍ତି ଘରକୁ। ଗାଡ଼ି ଅଧା ବାଟରୁ ଆମ ରାସ୍ତା ଘର ପାଖରେ ଅଙ୍ଗନବାଡ଼ି ପାଖରେ ରାସ୍ତା ଖୋଳା ହେଇଛି, ଆସିପାରିବ ନା ବୋଲିକି ମୋତେ ଫୋନ୍ କରିଥିଲେ। ମୁଁ ଗାଡ଼ି ବାହାର କରିପାରିନି, କମ୍ପାଉଣ୍ଡର ଗାଡ଼ି ବାହାର କରିପାରିବିନି। ସେଥିପାଇଁ ଦୀପା ବି ଶୋଇପଡ଼ିଛି। ଚିତ୍ତଙ୍କୁ ଫୋନ୍ କରିଥିଲି, ଉଠିକି ଆସିକି ଗାଡ଼ି ନେଇକି ଗଲେ ଭାଇଙ୍କୁ ନେଇକି ଆସିବା ପାଇଁ। ମୁଁ ଛିଡ଼ା ହେଇଛି। ଏତେ ଦିନ ଠିକ୍ ଥିଲା, ଆଜି ସକାଳେ ଖୋଳା ହେଇଛି ଡ୍ରେନେଜ୍ ପାଇଁ। ଆଉ ପିଲାମାନଙ୍କୁ ଶୋଇ ପକାଉଥିଲି, ମୁଁ ବି ଶୋଇ ପଡ଼ିଛି। ସେମାନେ ଶୋଉନଥିଲେ, କହିଲେ ମାମା ଶୋଇବୁନୁ ପାପା ଆସିବେ ବୋଲି। ମୁଁ କହିଲି ନା ଶୋଇପଡ଼ ଟିକେ। ଆଉ ଶୋଇପଡ଼ିଥିଲେ। ମୋତେ ବି ଟିକେ ନିଦ ହେଇଯାଇଛି। ଭାଇ ଫୋନ୍ କରିକି କହିଲେ ଗାଡ଼ି ପଠାଇବା ପାଇଁ। ଆଉ ଏପଟେ ମନ୍ଦିର ରାସ୍ତା, ସେଠି ବି ସେ ଟିକେ ଇଏ ଭଳିଆ ଗାଡ଼ି ଆସିପାରିବନି ମାନେ ଘର ପାଖକୁ। ଏଇ ଗୋଟେ ରାସ୍ତାରେ ଗାଡ଼ି ଆସେ ଯେ ଦେଖିଲା ବେଳକୁ ସେ ଖୋଳା ଆସିଗଲ। ହଁ ଚାବି ପକେଇଦେନି, ଚାବି ରଖିଥା। ଆସିଗଲ। କେମିତି ରହିଲା ସଫର 2 ଦିନ? ଗାଁକୁ ଯାଇ କ'ଣ ଖାଇଲ, କ'ଣ ପିଇଲ? ଝାଡ଼ା ହେଇକି ପେନ୍ ମାନେ ଓଡ଼ିଶା ଯାଇକି ଝାଡ଼ା ହେଇକି ପେନ୍ ଢିଲା ହେଇଯାଇଛି। ଆମ ଗାଁରେ ଯାଇ ଝାଡ଼ା ହେଇଛ? ହଉ ଛାଡ଼ ପଳେଇଥିଲା। ଆସିଗଲେ ଦାସ ବାବୁ, ଯାଏଁ ଖିଆ ପିଆ କରିନାହାନ୍ତି। ଚାବିଟା ରଖିଦେନ୍ତି। ଲାଇଟ୍ ଉପରେ ଦୀପା ପୁରା ଫ୍ଲାଟ୍ ହେଇଛି। ବସୁନା ଜିତ। ହଁ ଆସିକି ଆଗେ କଙ୍କଡ଼ା ବଞ୍ଚିଛି ନା କ'ଣ ଦେଖ। ସକାଳୁ ପ୍ୟାକ୍ ହେଇଛି, କଙ୍କଡ଼ା ବଞ୍ଚିଥିବ। ମରି ଯାଇଥିବ ନା ଗରମ ପାଣିର। ସେ ସନ୍ତୁଳି ଦେବା କଥା କହୁଥିଲେ, ମୁଁ ମନା କଲି। ମୁଁ ନା ସନ୍ତୁଳି କରନି। ଭାଇ ଆସୁ ଆସୁ ଆଗେ କଙ୍କଡ଼ା ପୁରେଇଛନ୍ତି। ହାଁ ମୋର ବୋଧେ କ'ଣ ପଳେଇଛନ୍ତି ଚାଲିକି ଭାବିନି। ହେ ସେ ମରି ଯାଇଥିବେ। ମାନେ ଲଗେଜ୍ ଭିତରେ ଫ୍ଲାଇଟ୍ ଟିକେଟ୍ ଆସିଲା, ବଞ୍ଚିଛନ୍ତି। ଓ ମାଇ ଗଡ୍। କେହି ମରିନାହାନ୍ତି? ଜୀବନ ବାଲ୍ଟି ଆଣିବି। ଗୋଟେ ବାଲ୍ଟି ଅଛି ବାହାରେ, ଗୋଟେ ବାଲ୍ଟି ଅଛି ଆଣିବି। ହଉ ମୁଁ ବାହାରୁ ବାଲ୍ଟି ଆଣି ରୁହ ମୁଁ ଏଇଠୁ ପାଣି ଢାଳିଦେ। ମୁଁ ଏଇଠି ପାଣି ଢାଳିଦେଲି ସବୁ ଗେଟ୍ରେ। ସକାଳ ହଉ, ମୁଁ ଆଣ୍ଟିରା ନାହାନ୍ତି କି। ମାନେ ମୁଁ ଭାବୁଥିଲି, ବୁଝିଲ ଚିତ୍ତ, ମୁଁ କହିଲି ସବୁ ମରିଯାଇଥିବେ। କହିଲେ ସନ୍ତୁଳିକି ନେବି। ମାନେ ସନ୍ତୁଳି ନେଲେ ଗୋଟେ ଦିନ ଖାଇପାରିବେ ନା, ବଞ୍ଚିକି ରଖିଦେବା। ବାଙ୍ଗଲୋରରୁ ଆସିଲା କଙ୍କଡ଼ା ଲୋ ବୋପଲୋ, ଚିତ୍ତ ବାଗେଇକି ବନ୍ଧା ହେଇଛି ସବୁ ଗୋଡ଼। ସବୁ ଗୋଡ଼ ବନ୍ଧା ହେଇଛି, ପଛ ଗୋଡ଼ ଧରିବ। କାଦୁଅ ଫାଦୁଅ ଆଣି ପକେଇଦେବି କି? ସବୁକୁ ବାନ୍ଧି ଦେଇଛି। ଏ 2 ଦିନ ନ ଖାଇଲେ ରହିବେନି। ଶୀତ ବାହାର କରୁଛ କଙ୍କଡ଼ା? କେମିତି ତା ଭିତରେ ପଶିକି ଆସିଲା, ନିଶ୍ୱାସ ଥଣ୍ଡାରେ ଆସିଲା ନା ଏସି ଭିତରେ। ଗୋଟେ ବଡ଼ ଜାଗା ଦରକାର ନା। ଥାଉ ରହିବ।
ଚାଲିକି ପଳେ ତାହା ଚାଲିନି ଏଇ ଯୋଉ ମାଡିଆକୁ ହଁ ହଁ ସେଇ ଯେ ଫେର ସବୁ ଆଇଁଷ କର। ଘର ତ ପଲିଥିନ୍କୁ କୋଉ ଭଳିଆ ଫୁଟ କରାଯାଇଥିଲା ଜାଣିଛ? ବଞ୍ଚିଛି ନୁହଁ? ସକାଳେ ଦୁଇଟା ମରିଯାଇଥିଲା, ଗୋଟେ ବଡ଼ଟା ମରିଯାଇଥିଲା ଆଉ ମରିଯାଇଥିଲା। ମୁଁ ତାକୁ ଆଣିଲି ନା, ବଡ଼ଟା ଗୋଟେ ମରିଯାଇଥିଲା। ହୁଁ ଝୁଅ ଖାଇବାକୁ ଦେଇଦେଇଛି। ଏଇଟା ଗୁଡୁ ସାଲି ଖେଳି ସକାଳୁ ଆମର ଦେବ ହଜାର ନା 1200 ଟଙ୍କା ଖାଲି ଦିଏତେ ଗୋଟେ ଦାବି ବାସ୍ ତ ଥାଉ। ଏଇଟାକୁ ବି ନେଇକି ସେଇଥିରେ ରଖିଦେଉଛି ତ। କଙ୍କଡ଼ା ଘାଣ୍ଟିଆ ବାହାରି ଜାଣିଛି ଶୀତ। ବାସ୍ ଥାଉ। ଦେଖ ଦେଖ ଟିକେ ଦେଖିଲେ ସାଙ୍ଗମାନେ କେତେ କେତେ ବଡ଼ କଙ୍କଡ଼ା। ଭାଇ ମୁଁ ଭାବିଥିଲି କଙ୍କଡ଼ା ଗୁଡ଼ାକ ସବୁ ମରିଯାଇଥିବ ବୋଲି, ଦେଖିଲା ବେଳକୁ କଙ୍କଡ଼ା ଗୁଡ଼ାକ ବଞ୍ଚିଛନ୍ତି। ଘରେ କହୁଥିଲେ ଆହୁରି ବଡ଼ କଙ୍କଡ଼ା ଗୋଟେ ଆଣିଲା ବେଳେ ମରିଯାଇଥିଲା, କହୁଥିଲେ ସବୁକୁ ମିଶେଇକି ସନ୍ତୁଳି ଦେଇଦେବେ। ମୁଁ ସନ୍ତୁଳିକି ଦେଇଦେଲେ ଗୋଟେ ଦିନରେ ତାକୁ ଖାଇବାକୁ ପଡ଼ିବ। କଙ୍କଡ଼ା ସନ୍ତୁଳିକି ରଖିଲା ମାନେ ବାସି ମାଛ ଫ୍ରିଜରେ ରଖିଦେବ। 4-5ଟା ଜିନିଷ ଖାଲି ଆଣିବାକୁ ଦଉନାହାନ୍ତି। କ'ଣ ବଢ଼ିଆ ଅଣ୍ଡା ସିଝା ଅଛି। ଅଣ୍ଡା ସିଝା ଦେଇଛନ୍ତି? ଦେଶୀ ଅଣ୍ଡା ଦେଶୀ ଅଣ୍ଡା। ଦେଶୀ କୁକୁଡ଼ା ଅଣ୍ଡା ସିଝା ଦେଇଛନ୍ତି? କରି ଖାଇବା। ବହୁତ ଦିନ ଆଉ ଖିଆ ହେଇନି କଙ୍କଡ଼ା। ହଉ 1 ବାଜିବାକୁ ଗଲା, ଜଲ୍ଦି ଜଲ୍ଦି ଫଟାଫଟ ଆହୁରି ଖାଅ ସେଗୁଡ଼ାକ। ଟାଟା ବାଏ ବାଏ ଫ୍ରେଣ୍ଡସ୍, ଗୁଡ୍ ନାଇଟ୍। ଆମ ଚିତ୍ତ ହୋଇ ପଳେଇଲେଣି, ଶୋଇବାକୁ ଗଲେଣି। ଗୁଡ୍ ନାଇଟ୍ ଚିତ୍ତ। ହଁ ଘରେ ଆସି ଭାଇ ପହଞ୍ଚିଗଲେ। ଓକେ ଫ୍ରେଣ୍ଡସ୍, ବାଏ, ଗୁଡ୍ ନାଇଟ୍, ଟାଟା, ରହିଲି। ନେକ୍ସଟ ବ୍ଲଗ୍ରେ ଆପଣମାନଙ୍କ ସହିତ ଦେଖାହେବ। ଆଉ କ'ଣ ଭାଇ ଆଣିଛନ୍ତି କାଲି ସକାଳେ ଦେଖିବା। ଟାଟା, ରହିଲି, ବାଏ।